ଉଦୟ ତୁ ହେଲେ ତୋ ସାଥିରେ ଝିଅଟା କିଏ? ଏତେ ଗୁଡେ ଚାକର ଚାକରାଣୀ ଦାଉ ଦାଉ ତୁ ପୁଣି ଆଉ ଚାକରାଣୀକି ନେଇକି ଆସିଛୁ? ସେ ଚାକରାଣୀ ନୁହଁ ମା, ତାକୁ ମୁଁ ଭଲ ପାଏ, ତେଣୁ ମୁଁ ତାକୁ ଏଇ ଘରକୁ ନେଇ ଆସିଛି। ବର୍ତ୍ତମାନ ସେ ମୋ ସ୍ତ୍ରୀ। ଉଦୟ ଦେଖିପାରୁଛୁ ତା ଚେହେରାକୁ କେମିତି ଦେଖାଯାଉଛି? ତାକୁ ତୁ ସ୍ତ୍ରୀ କରି ନେଇ ଆସିଛୁ? ଦେଖ ଦେଖ କୋଳରେ କଣ ଧରିଛି। ମତେ ଭାବି ନେବାକୁ ହବ ଯେ ତା ଖଳରେ ଧରିଥିବା ଛୁଆ ତୋରି ରକ୍ତରେ ଜନ୍ମ ହେଇଛି। ହଁ ବାପା, ମୁଁ ତତେ ବହୁତ ଭଲ ବୋଲି ଭାବୁଥିଲି ରେ, ହେଲେ ତୁ ଆମ ଅଜାଣତରେ ଏସବୁ କାମ କଲୁ। ଏହା କରିବା ପୂର୍ବରୁ ତୋ ବାପାର ଇଜ୍ଜତ ବିଷୟରେ ଟିକେ ହେଲେ ଚିନ୍ତା କଲୁନି କାହିଁକି? ମୁଁ ଜାଣିଛି ବାପା, ଭୁଲ ହେଇଯାଇଛି, କିନ୍ତୁ କ'ଣ କରିଥାନ୍ତି? ସେ ଗର୍ଭବତୀ ହେଲା ପରେ ତା ଗାଁ ଲୋକ ମୋତେ ବାହା ହେବାକୁ ବାଧ୍ୟ କଲେ। ଆଉ ବାହା ନହେଲେ ସେମାନେ ମୋତେ ଜୀବନରୁ ମାରି ଦେଇଥାନ୍ତେ। ଆଉ ବାହା ହେବା ଛଡ଼ା ମୋର କିଛି ବି ଉପାୟ ନଥିଲା। ଶୁଣୁ ଭାଇ, ସେ ଝିଅକୁ ନେଇ ତା ବାପ ଘରେ ଛାଡ଼ିଦିଆ। ମାସ ପ୍ରତି ତାର ଭରଣ ପୋଷଣ ପାଇଁ ମାସ ପ୍ରତି ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି। କିନ୍ତୁ ଏସବୁ ଅସମ୍ଭବ ବାପା। କି ଅସମ୍ଭବ? ତାହେଲେ ସେ ଝିଅ ସହିତ ତୁ ବି ଏ ଘର ଛାଡ଼ି ଚାଲିଯା। ଠିକ୍ ଅଛି ବାପା, ମୁଁ ଘର ଛାଡ଼ି ଚାଲିଯିବି। ଚାଲ ଫୁଲ ପାଗଳା ଆମେ ଗୋଟେ ବର ଝିଅ ପାଇଁ ମୋ ପୁଅକୁ ଘରରୁ ବାହାର କରିଦଉଛ? ଆଉ କ'ଣ କରିଥାନ୍ତି? ଆରେ ସେଇ ଝିଅଟା ଏଠି କେତେ ଦିନ ରହୁ, ତାପରେ ମୁଁ କ'ଣ କରିଛି ଦେଖିବ। ଠିକ୍ ଅଛି, ମୁଁ ତମ କଥାରେ ରାଜି ହୋଇଯାଉଛି। ଏଥର ଚାଲ। ହଉ ଚାଲ। ଦେଖିଲ ତ ବାବୁ, ତମ ବାପା ମା କ'ଣ ସବୁ କହିଗଲେ। ସେଥିପାଇଁ ତମ ଘରକୁ ଆସିବାକୁ ମୁଁ ମନା କରୁଥିଲି। ଏଇ ଘରେ ଖା ପାଖରେ ବି ମଣିଷ ପୁଣିଆ ନାହିଁ। ତେଣୁ କିଏ କାହାର ମନ କଥା ବୁଝିପାରନ୍ତିନି। ଦେଖିବ ଧୀରେ ଧୀରେ ସବୁ ଠିକ୍ ହେଇଯିବ। ମତେ ବେଶୀ ଡର ଲାଗୁଛି ବାବୁ। ମୁଁ ଥାଉ ତମେ ଡରୁଛ କାହାକୁ? ତୁମ ସ୍ୱାମୀକୁ ପାଇବାକୁ ହେଲେ ତମେ ଏସବୁ ସହିବାକୁ ହବ। ହ୍ୟାଲୋ ଉଦୟ ବାବୁ, ମୁଁ ଶୁଣିଲି ତମେ କାହାକୁ ନ ଜଣେଇ ଗୋଟେ ବୋହୂକୁ ନେଇ ଆଣିଛ। ହଁ, କାହିଁ ଟିକେ ଦେଖିବା। ଇଲୋ ମା, କି ଗନ୍ଧ! କ'ଣ ହେଲା? ଏମିତି ବାନ୍ତି କରୁଛ କାହିଁକି? ମୋର କିଛି ହେଇନି ମ, ମୋର କିଛି ହେଇନି। ଦେଖିଲ ଗୋଟେ ବିଶ୍ୱ ସୁନ୍ଦରୀକି ନେଇ ଆସିଛ। ଏ ଦୁନିଆରେ କ'ଣ କୋଉଠି ଝିଅ ମିଳିଲେନି? ଆରେ ସେ ଅସୁନ୍ଦରୀ ହେଇପାରେ, କିନ୍ତୁ ତମ ପରି ବେଇମାନ ଧୋକାବାଜ ଝିଅ ନୁହେଁ। ତମେ ସିନା ଜଣଙ୍କୁ ଭଲ ପାଇ ନିଜ ମାତ୍ର ପାଇଁ ଅନ୍ୟ ଜଣଙ୍କୁ ବାହା ହେଇଯିବ, କିନ୍ତୁ ସେ ସେମିତି ଝିଅ ନୁହଁ। କହିଲେ ତ ବାନ୍ତି ଯାଉଛି। ଆଉ ଏ ମିଷ୍ଟର ଉଦୟ, ଏ କଥା ଯଦି କାହାକୁ କହିବୁ ତାହେଲେ ପ୍ରଳୟ କରିଦେବି। ପ୍ରଳୟ। ମୁଁ ଆଲିସା ନୁହେଁ, ବିଶ୍ୱକନ୍ୟା। କ'ଣ ହେଇଛି ଆଲିସା, ଏମିତି କାହିଁକି ପାଠ କରୁଛ? କ'ଣ ଆଉ ହବ, ତମ ଗେଲା ଭାଇ ଗୋଟେ ବୋଉ ନେଇକି ଆସିଛି। ଖାଲି ସେତିକି ନୁହେଁ, ମା ଛୁଆ ସାଙ୍ଗରେ ନେଇ ଆସିଛି। ମାନେ ସାବୁନ ସହିତ ସାମ୍ପୁ ବି ଫ୍ରି କି ନେଇ ଆସିଛି ପରା। ଉଦୟ, ଏସବୁ ତୁ କ'ଣ କଲୁ? ସେ କ'ଣ କହିବ? ସେ କିଛି କହିବନି। ହ୍ୟାଲୋ ହ୍ୟାଲୋ, ଏ ଦେଢ଼ଶୁର ଆସିଛି ପରା, ଟିକେ ମୋ ଦେଖେଇ ଦଉନା। ଦେଖା ଦେଖା। चुलबुली चेहरा तर जो दिन देखीदेली धीरे धीरे तो पाई मु दीवाना गली मोर मन देदेली तोते निजर मुख फसी गली गरीब प्रेम रे फसी गली पाई गली रे पिया तोते भल पाई गली तोते
ভাল পাই গলি তো প্রেমরে ফসি গলি କଣ ଦେଖୁଛ ବା? ଆରେ ଝିଅ ପିଲା କେବେ ଦେଖିଲ କି? ହେଇ ଆଗରୁ କୋଉଠୁ ଦେଖିଥିଲ କି? ଆଁ? ନାଇଁ ନାଇଁ ସେମିତି କିଛି ନାହିଁ। ଯେତେ ତାହେଲେ ସେ ଘରର ବୋଉ ଏତେ ଦୂରରେ ଆସିଛି, ନିଅ ତାକୁ କିଛି ଖାଇବାକୁ ଦିଅ। ଆରେ ନେଇଯା ତାକୁ। ହ୍ୟାଲୋ ଚାଲ ତତେ ଖାଇବାକୁ ଦେବି, ଏତେ ରୋଷେଇ କରିଛି, ଖାଇବ ଆଉ ଶୁଖୁଆ ଭଜା ହେଇଛି। ଉଦୟ ଏସବୁ କଣ କଲୁ? ଭାଇ ମୁଁ କ'ଣ ଭୁଲ କରିଛି? କିନ୍ତୁ ଗୋଟେ ଗାଳି ଝିଅକୁ ଏ ଘର ବୋହୂ କରି ଆଣିବେ କଣ ଠିକ ହେଲା? ଭାଇ କେମିତି ଜାଣିଲ ଯେ ସେ ଗୋଟେ ଗାଉଁଲି ଝିଅ ବୋଲି? ଏଇ କଥା ମୁଁ ତ ତୁମକୁ କହିନି। ଭାଇ ତୁମେ ତାକୁ ଆଗରୁ ଜାଣିଛ କି? ନାଇଁ ନାଇଁ ସେମିତି କିଛି ନାହିଁ, ମୁଁ କେମିତି ଜାଣିବି? ନାଇଁ ନାଇଁ, ତୁମ ରଙ୍ଗ ଢଙ୍ଗ ଦେଖି ଲାଗୁଛି ତୁମେ ତାକୁ ନିଶ୍ଚୟ ଜାଣିଛ। ଭାଇ ତୁମେ ତାକୁ କେବେ ଲାଇନ ପାଇନ ମାରିନୁ ତ? ଉଦୟ ଚୁପ କର, କଣ ସବୁ କହି ଯାଉଛୁ? କ'ଣ ରାଗିଗଲ କି? ମୁଁ ଏମିତି କହିଦେଲି ନା ଆଉ। ଆଚ୍ଛା ଭାଇ, ସେ ମୋ ସ୍ତ୍ରୀ ତୁମର ପସନ୍ଦ ହେଇଛି ନା? ହଁ ପସନ୍ଦ ହେଇଛି। ଆରେ ଯା ତୁ ଭିତର ଗଲୁ, ଆରେ ଯା ଯା। ଆରେ ଏସବୁ କଣ ହେଇଗଲା? ଏ ଫୁଲକୁ ତ ମୁଁ ଭଲ ପାଉଥିଲି, ଆଉ ଏ ଉଦୟ କେତେବେଳେ ଭଲ ପାଉଥିଲା? ଯଦି ଫୁଲ ଉଦୟକୁ ଭଲ ପାଉଥିଲା ତାହେଲେ ଏ କଥା ଫୁଲ ମତେ କହିନଥିଲା କାହିଁକି? ନା, ଏଇ କଥା ଯଦି ଫୁଲ ଘର ଲୋକ କହିଥିବ ତାହେଲେ ବହୁତ ବଡ଼ ଅସୁବିଧା ହେଇଥିବ। ନା, ଘଟଣାରେ କଣ ମତେ ଜାଣିବାକୁ ହବ। ହଁ ମତେ ଜାଣିବାକୁ ହବ।